ପାଖରେ ମୁଁ ଚିରଋଣୀ। ଯାହା ହଉ ଆପଣ ମାନେ ଆଜି ଦାନ କରିଛନ୍ତି, କୀର୍ତ୍ତନ ଗାଇବାର ସୁଯୋଗ ଦେଇଛନ୍ତି। ମୁଁ ନିଜକୁ ଆଜ୍ଞା ଭାଗ୍ୟବାନ ବୋଲି ଚିନ୍ତା କରେ। ମୋ ଗୁରୁଙ୍କ ପାଦରେ ମୁଁ ପ୍ରଣାମ କରିଥିଲି। ମୋ ଗୁରୁ କହୁଥିଲେ ପୁଅ ଏମିତି ସମୟ ଆସିବ ତମେ କଲ ଗାଇପାରିବନି ଫେରେଇବ। ଏବେ ବି ଆଜ୍ଞା ସେଇଆ ହେଇଛି। ଆପଣ ମାନଙ୍କ ପାଖରେ ମୋ ବା କଣ ପ୍ରଭୁଙ୍କ ପାଖରେ ନିବେଦନ କରିବି। ଯୋଉ ଆଜ୍ଞା ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟପତି ସମପ୍ରଭୁ ନିର୍ବିଘ୍ନ କୁରୁମେ ଦେବ ସର୍ବକାର୍ଯ୍ୟ ସୁସର୍ବଦା। ଯୋଉ ଗଣପତି ଭଗବାନଙ୍କର ପୂଜା ଆମର ପିଲାମାନେ କରୁଛନ୍ତି, ଏ ଅନୁଷ୍ଠାନ ଟିକେ ଆଜ୍ଞା ଦୀର୍ଘଜୀବୀ ହଉ। ପ୍ରତିବର୍ଷ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ କଲେ ୟା ଭିତରେ ଆଜ୍ଞା ଯାହା କଥା ଗାଇବେ ହରିବନ୍ତା ଦେଇଦେଲେ ଗାଇବେ। ଆପଣ ମାନଙ୍କର ମାହାଳିଆଟା ଗୋଟେ ପାଣି ସେ ଭଡାଟିଆ ଗୁଣ୍ଡା ତମେ ସିନା ଗୋଟେ ପଇସା କାଟିଦବ, ଇଏ ତା ମୁଣ୍ଡରେ ହାତ ଦେଇକି କହୁ ତା ପଇସା କାଟିଦବ। ନାଇଁ ତମ କୁଣିଆ ଘର ଯାଇଥିଲି କାଲି ଆଜ୍ଞା ତାକୁ 200 ଟଙ୍କା କମେଇକି ଦେବି। କହିଲା କଣ ଏତିକି ଦଉଛନ୍ତି କହିଲେ ଆରେ ରବି ବାବୁ ଏଠି ଦୋକାନ କରିଥାନ୍ତେ ସେମିତି ଦୁବେଇ ଯାଉଥାନ୍ତା। କଣ କେତେ ପଇସା ରଖିଲା ଜାଗା ଖଣ୍ଡେ କିଣି ଦେଇ ଗଲା, କାହିଁକି ଦେଶ ଯିବ? ନାରୀର ଧର୍ମ ବଳାକା ତାକୁ ଖାଇବାକୁ ସମୟ ହଉନି। ତେଣୁକରି ନାରୀର ଆଜ୍ଞା ଯଦି ପ୍ରକୃତରେ କ୍ରିୟା ଠିକ ଥିବ ତା ପୁରୁଷ ହବ ବଳବାନ। ଆଜି ଯଦି ତମେ ଏତେ ବାଟକୁ ଯାଇଛ ସେଇଟା ହଉଛି ତମ ସ୍ତ୍ରୀର ବଳ। ତେଣୁ ଯାହା ହଉ ଆଜି ମୋ ଭଉଣୀର ଆଜ୍ଞା ଧର୍ମ ବଳ ଅଛି। ଯାହା ମୋ ପ୍ରଭୁ ତାର ଦୁଃଖ ବାପ ଶୁଣିଛନ୍ତି, ଧନ ଜନର ଅଭାବ ନାହିଁ। ଯାହା ହଉ ଆଜି 100 ଭାରତୀୟ ମୁଦ୍ରା ପ୍ରଦାନ କରିଛି। ମୁଁ ତ କିଛି ଦେଇପାରିବିନି, କାହିଁ ଆଉ କଣ ଏଠି କେହି ଝିଅ ବୋହୁ ନଥିଲେ, ଆଉ କାହା ପକେଟରେ ପଇସା ନାହିଁ, ସିଏ କାହିଁ ଦଉଛି ଜାଣିଛନ୍ତି? ୟାର କାରଣଟା କଣ? ସେଦିନ ଆଜ୍ଞା ଦ୍ରୌପଦୀ ଆଜ୍ଞା ଭଗବାନ କୃଷ୍ଣଙ୍କ ପାଖରେ 8ଟା ସ୍ତ୍ରୀ ଥିଲେ। ଭଗବାନ କୃଷ୍ଣଙ୍କ 8 ଜଣ ସ୍ତ୍ରୀ କିଏ ଲଣ୍ଡାର 8 ଜଣ ସ୍ତ୍ରୀ ସତ୍ୟଭାମା ସାବିତ୍ରୀ ଗଲା ଉକୁଣି ସତ୍ୟଭାମା ସାବିତ୍ରୀ। ସାବିତ୍ରୀ ପୁରା ବ୍ରହ୍ମାଙ୍କର ଶ୍ରୀ ଭାଗବତ ପଢେ ଲେଖା ହେଇଛି 8ଟା ଲେଖା। ଗଲା ରୁକ୍ମଣୀ ସତ୍ୟଭାମା ସତୀ ये रुक्मणी सत्यभामा सती नारी थे रुक्मणी सत्यभामा सती कालिंदी जाम्बवती। आपण मान करुणा मु कहली आम गाय के किसी जानी नाती बोली अरे तो आम गाय के पोखता ही गले पोखता हेले ना डेलीवरी हे गले संडाल कला पोखता हेले पोख तो कहू हसे तो आपण मान ये 8 जन नारी भीतर भगवान कृष्ण बाबू सतीत्व परीक्षा करने भक्ति परीक्षा करने सेदिन आपण मान बसंत बाबू डाकी ना गीतटे न गाई पैसा आमको धार्य हम सी जो गोटे झील देला 100 केड़े बड़ माइकी वाला हाथ में 500 टका हम ना जना पड़ो ना। देख 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 आपण मानकर ऋतु आसी बसंत नव बसंत समय नव वृंदावन समय
बसंता ମାନଙ୍କର ପହଞ୍ଚୁଛି ବସନ୍ତ ବିହାର କରୁଛନ୍ତି ଭଗବାନ କୁସୁମ 8 ଜଣ ଆଜ୍ଞା ଭଗବାନ କୁସୁମଙ୍କର ଅଷ୍ଟପାଦ ମହିଷୀ ପାଦ ମହିଷୀ ଅଛନ୍ତି ୟାର ଭିତରେ ଆଜ୍ଞା ପ୍ରଭୁ ଯେତେବେଳେ ରାହାସ କରୁଛନ୍ତି ଦ୍ରୌପଦୀ ଯାଇଛନ୍ତି ଦ୍ରୌପଦୀକୁ ଦେଖି ଭଗବାନ କୁସୁମ ଚିନ୍ତା କଲେ କହିଲେ ଆଜି ବାପ ଅତିଥିର ଚର୍ଚ୍ଚା କରିବ ନା ଇଏ କହୁଛନ୍ତି ଆମର ଟାଇମ ହେଇନି ସିଙ୍ଗଡ଼ା ମୁଡ଼ିବୁ ଏ ସିଙ୍ଗଡ଼ା ଟାଇମ ଅତିଥି କଣ ଖାଇବୁ ତମେ ମୁଡ଼ିବ ନା ଯଦି ବିରି ବାଟିଛ ଆଜ୍ଞା ଆଉ ଯୋଉଟା ପକେଇଦବ ନା ଆସିବରା ଖାଇବ ଗାଁ ଯାକ ବୁଲିକି କରିବ ତାହେଲେ ଆପଣ ମାନଙ୍କର ଭଗବାନ କୁସୁମ କହିଲେ କଣ କରିବି ଆଉ ତ କିଛି ନାହିଁ ଆଜ୍ଞା ପାଚିଲା ଆମ୍ବ ଗୋଟେ ଥିଲା ଇଏ ଆମ୍ବ ଫଳଟାକୁ ପ୍ରଭୁଙ୍କର ଧରିଲା ଛୁରୀ ଗୋଟେ ଆଣିକିରି ଧରିଲେ କଟକ ଜିଲ୍ଲା କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁଙ୍କର ପଦ ଗଲା ଚତୁର ଖୁର ଧାର